জয় হে কামলা ভঞ্জন জয় জয় হে কামলা ভঞ্জন জয় হে জনার্দন ভক্তর জীবন हेलो गाइस नमस्कार जय जगन्नाथ वेलकम बैक टू द माय न्यू वीडियो। तो आपण मानक स्वागत कर मोर आउ एक नुआ ब्लॉग रे। तो आज हूँ जापर आज हूँ 26 फेब्रुआरी। तो आज आम शिवरात्रि पवित्र शिवरात्रि उपलक्षे आपण मानक हार्दिक हार्दिक अभिनंदन। तो टाइम आसिक है 8:10-15 पाखापाखि है। तो आम ए मिया बीबी जीवु शिव मंदिर टे मुंडिया मारिया आज पिलाटार ओषा आज पिलाटा ओषा करछि पूरा काष्टा ओषा करछि। मु एक्चुअली भोक संभाली पारे नै भाबुछि पूरी तरकारी खाइके ओषा करबी। तो ठाकुर एक्चुअली जोक सपाट किंतु ठाकुर कहि नांती कि निजको कष्ट देकी मते पूजा कर बोली हैला। किंतु हमर जेहेतु पिला टिके अछि टिके ठाकुर भक्ति पिला तो सेति पई कि टिके ओषा टिके कर दउछि। आम सहित आज मम्मी जीवो आम बीबी जीवे आम भी जीवु। आ गोटे पिला जाइए कुआड़े जाइए एपर्तन आसीने आइले जीवु तक अपेक्षा करछु। तो आसु आपण मान सहित डायरेक्ट देखा मंदिर पाखे पिलाटा फाइनाली पलि आइलानी। एक्चुअली सांग आसला देखा करी बाट पाइलानी बिड़ानसी बाट पाइलानी जाई बुली 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 कौटी तो देखा करी पछपट जो दुर्गा मंदिर पाखे ना फटो भी उठे। तो एक्चुअली आम टीम मेंबर पलि आइले आम बाहर जावाई मंदिर टे जावाई चलते जा देखिए शिव मंदिर आज केमती कौन सब भिड़ अच्छी आपण मानक देखा चलते। तो गाड़ी मोर ये थुआ धूली भी होगा झाड़ी झाड़ी जा मंदिर। तो आज शिवरात्रि के प्रोग्राम हाँपाई सब सजासजी एटा आमर बिड़ानासी गौड़ साई मंदिर मंदिर आगर तो मार तार चलते आम सहित से पिलाटा आसलानी मन दुख कर पलैला कुआड़े। गोड़ टे धोईदवा पूरा मंदिर भितर पूरा डेकोरेट हो मम्मी चल आगुआ बसीगला ठाकुर यज्ञ समारोह ठाकुर महादीप ये जलिवा आरंभ हो गला। दिन बेला भी आज भिड़ अच्छी सब राति बसवे दीप तो ये दीप लगेगा आरंभ कर सारे कौन पिलाटा भारी दुष्ट दीदी समती जाती बाड़े तार भी दीप लगा सरीगला ए मंदिर परिक्रमा करके पलैबा भिड़ भी आज ध ध छुआ छुआ द एटा नुआ मंदिर होइछ हमर गौड़ साइड एटा नुआ मंदिर होइछ। त भितर टिके दर्शन टे करबा। ओम नमः शिवाय ओम नमः शिवाय। लाइन लगी जल्दी जीवा प्रभु ओम नमः शिवाय। एटा नुआ मंदिर धीरे धीरे मंदिर भिड़ होगा भी लगे सर्वमंगलानि
ତାର ସେଟା ଗଲା ମୁଣ୍ଡିଆ ମାରିବାକୁ ଆମେ ଟିକେ ଏପଟେ ବୁଲେଇ ଦେଇଥିଲେ। ବାବାଙ୍କ ଦର୍ଶନ ହେଲା ଏବେ ଲାଷ୍ଟ ପୁଅକୁ ଦର୍ଶନ କରିକି ଏବେ ଆମେ ବାହାରିବା। ଆଉ ମନ୍ଦିରର ମାନେ ଟିକେ ମାଇକ୍ ପ୍ରୋବ୍ଲେମ୍ ଟିକେ ହେଉଥିବ ତ ଆଡ଼ଜଷ୍ଟ କରିଦେବେ। ତ ଏଠି ମ୍ୟାଡ଼ାମ୍ ଆମର ମୁଣ୍ଡିଆ ମାରିଛନ୍ତି ଏବେ ଆମେ ବାହାରିବା। ଆରେ ଚପଲ କ'ଣ ହେଲା? ଫାଇନାଲି ଏବେ ଆମର ମନ୍ଦିର ଦର୍ଶନ ସରିଗଲା। ଏବେ ଆମେ ଘରକୁ ଯିବା। ରହିଗଲା ମୋତେ ପଛରେ, ମୁଁ ପଳେଇ ଆଇଲି ଆଗେ ଆଗେ, ରହିଗଲା ମୋତେ ପଛରେ ଆସିଗଲାଣି ତ ଯିବା ଘରକୁ ଯିବା। କହୁଥିଲା ଚହଟେଶ୍ୱର ମନ୍ଦିର ଯିବା, ଯେଉଁଟା ଆମର ଚହଟାରେ ଅଛି। ସେଇଟା ବି ଗୋଟେ ଶିବ ମନ୍ଦିର, ବହୁତ ବଡ଼ ଶିବ ମନ୍ଦିର। ଦେଖିବା ସେପଟେ ଯଦି ଯିବା ଆପଣମାନଙ୍କୁ ଦେଖେଇବା କେମିତି କ'ଣ ଅଛି। ଏବେ ଆସିଗଲାଣି। ଆରେ ରହିଗଲୁ କୋଉଠି? କୋଉଠି ରହିଗଲୁ? ମୁଣ୍ଡିଆ ମାରିବାକୁ ରହିଗଲା। ଯିବା ଚହଟେଶ୍ୱର ଯିବା। ଯିବା ଏବେ ଚହଟେଶ୍ୱର ଦେଖିବା ସେପଟେ କ'ଣ ସବୁ ଅଛି। ଏଇ ବାହାରୁ ମୁଣ୍ଡିଆ ମାରିଦେ ତାହେଲେ ପଳେଇବା। ଭିତରକୁ ଯାଇ ହବ ନାଇଁ, ମନ୍ଦିର ଭିଡ଼, ଗାଡ଼ି ଛାଡୁନି, ଗାଡ଼ି ବ୍ୟାରିକେଡ୍ ପଡ଼ିଛି। ତ ଏଇଟା ଆମ ଚହଟା ଛକ ପାଖରେ ଚହଟେଶ୍ୱର ମନ୍ଦିର ଅଛି ଗୋଟେ। ଆଉ ଆମେ ଯାଉଛୁ ଅବିକା ସେ ମନ୍ଦିର ପାଖକୁ। ଶିବରାତ୍ରି ପାଇକି ସବୁ ଦୋକାନ ବଜାର, ସବୁ ଭୋଗ ଦୋକାନ ସବୁ ଲାଗିଯାଇଛି। ଆକ୍ଚୁଆଲି ରୋଡଟା ଆମର ବାଲିଯାତ୍ରା ପଡ଼ିଆ ଆଡ଼କୁ ଯାଇଛି। ଏ ବି କଟକରେ ରହୁଥିବେ ଜାଣିପାରୁଥିବେ। ଓ ଭାଇ କି ଭିଡ଼, କି ଲାଇନ୍ ଭାଇ, ଲାଇନ୍ ଦେଖିକି ମାଇଣ୍ଡ ଚେଞ୍ଜ ହେଇଗଲା। ପ୍ରଭୁ ରାତିରେ ଦେଖାହବ ତମ ସହିତ। ଏଠି ଠାକୁରଙ୍କର ମହାଦୀପ ଜଳୁଛି। ଭାଇ ଭିଡ଼ ପ୍ରବଳ, ଭାଇ ଲାଇନ୍ ଦେଖୁଛ ତ। ଛାଡ଼, ଏ ଠାକୁରଙ୍କୁ ବାହାରୁ ମୁଣ୍ଡିଆ ମାରିଦବ। ରାତିର ଭୋଜନ ସମାରୋହ ପାଇଁ ବି ସବୁ ରେଡି ହେଇଗଲେଣି। ଭାଇ ମନ୍ଦିର ଭିଡ଼ ଦେଖିକି ଠାକୁରଙ୍କୁ ଦର୍ଶନ କରିବା ପ୍ରୋଗ୍ରାମ କ୍ୟାନସଲ ହେଇଗଲା। ରାତିରେ ଆସିବା, ଦେଖିବା ରାତିରେ ଫାଙ୍କା ଥିବ, ରାତିରେ ଭିଡ଼ ଟିକେ କମ୍ ଥିବ, ରାତିରେ ଦେଖିବା। ପ୍ରୋଗ୍ରାମ କ୍ୟାନସଲ ହେଇଗଲା। ଏବେ ଆମେ ଘରକୁ ରିଟର୍ନ କରିବା। ରାତିରେ ଲୋକ ବସି ଯାଇଥିବେ ନା, ତ ଠାକୁରଙ୍କୁ ଟିକେ ଦେଖି ହବ। ଏଇଟା ଠିଆ ହେଇଛନ୍ତି, କେତେ ସମୟ ଠିଆ ହେଇକି ଦେଖିବ। ଚାଲ ଘରକୁ ଯିବା, ଖରା ବି ଜୋର ହେଲାଣି। ଚାଲ ଘରକୁ ଯିବା, ଟିକେ ମାଆଙ୍କୁ ଦର୍ଶନ କରିବା, ତାପରେ ଯିବା। ମା ସର୍ବମଙ୍ଗଳା। ଫାଇନାଲି ଏବେ ଆମେ ଘରେ ଆସିକି ପହଞ୍ଚି ଗଲୁ। ଆଉ ମମିର ଆଇସ୍କ୍ରିମ୍ ଆସିଛି, ମମି ଖାଇବ ବୋଲିକି। ଦେଖ କ'ଣ ହଉଛି ପିଲାଟା, ପ୍ୟାଣ୍ଟ ସାର୍ଟ ଖୋଲି ଫୋପାଡ଼ି ସାରିଲାଣି। ତୋର ଗୋଟେ, ବୋଉର ଗୋଟେ, ତୁ କାହିଁ ଗଲୁନି କ'ଣ ପାଇଁ? ପିଲାଟା ଗଲାନି ଆମ ସହିତ, ରାଗିଗଲା କ'ଣ ପାଇଁ କେଜାଣି ଗଲାନି। ଭାଇ ଖରା ଯୋଉ ରେଟ୍ରେ ହଉଛି, କେମିତି ମଣିଷ ନିର୍ଜଳା ରହୁଛନ୍ତି ମାନିବାକୁ ପଡ଼ିବ ତାଙ୍କୁ। ଭାଇ 21 ତୋପ କି ସଲାମି ତାଙ୍କ ମାନଙ୍କୁ। ତ ଆମେ ତ ଭାଇ ନିର୍ଜଳା କରିନୁ, ବିନା ଦାନାରେ ଯେତେ ଯାଇକି ଚାଲିବ। ମୁଁ ଟିକେ ଓଷା କରେ ଟିକେ ନୂଆ ଟାଇପ୍ର। ଯେତେବେଳେ ମୋତେ ଭୋକ ହବ ମୁଁ ସେତେବେଳେ ଖାଇଦିଏ, ସେମିତି କିଛି ମାନେ ନାହିଁ। ସବୁ ଆରଥରକ ରାତି 10:30ରେ ଖାଇଥିଲି, ଆଉ ଏଥରକ ଦେଖିବା କେତେବେଳେ ଯାଇକି ଯାଉଛି। ଆଉ ହଁ, ପାଦୁଅ ଖାଇକି ଆଇଲି ହେଲା। ସମସ୍ତେ ଖାଇଲେ ତାହେଲେ ମୁଁ କୋଉଦିନ ହଁ ନା, ସେ ପାଦୁଅ ଖାଇନି, ମୁଁ କିନ୍ତୁ ପାଦୁଅ ଖାଇକି ଆଇଛି। ମୁଁ ତ ନିର୍ଜଳା କରିନି ଆଉ। ମୁଁ ଭାଇ ଭୋକ ସମ୍ଭାଳି ପାରିବିନି ଆଉ। ଫାଷ୍ଟ କଥା, ଆଉ ଯେତେବେଳେ ମୋତେ ଭୋକ ହବ, ଆକ୍ଚୁଆଲି ମୁଁ ସବୁ ବର୍ଷ ଓଷା କରେ, କିନ୍ତୁ ହାଇଏଷ୍ଟ ରାତି 10ଟା ଯାଏଁକେ କି 10:30 ଯାଏଁକେ ମହାଦୀପ ଯୋଉଠି ଦେଖିବି ଜଲ୍ଦି ଉଠିବ ଭାଇ, ସେଇଠି ଆଗେ ଦେଖିଦେବି। ତାପରେ ଘରକୁ ଆଇଲେ ଚୁଡ଼ା ଫୁଡ଼ା ହେଇକି ଖାଇଦିଏ। ଆଉ କିନ୍ତୁ ମୁଁ ପାଣି ଭାଇ ରେଗୁଲାର ପିଇ, ନହେଲେ ମୁଁ ଭାଇ ବଞ୍ଚିବିନି। ପାଣି ନ ପିଇଲେ ଦେହ କ'ଣ ହେଇଯିବ। ଆଉ ଭାରି ମନ ଦୁଃଖ, ମୋ ବୋଉର ଖାସ କରି ଦେହ ଭଲ ନାହିଁ। ଭଲ ନାହିଁ, କାଲି ଲୋକଟା ଆକ୍ଚୁଆଲି ଗାଡ଼ିରୁ ଗଳି ପଇଲା। ଯେହେତୁ କ'ଣ ହେଇଛି କେଜାଣି, ମୋ ବୋଉର ମୁଣ୍ଡ ମାନେ ଖାଲି ବୁଲେଇ ହେଉଛି କହୁଛି। ତ ଆପଣମାନେ ପ୍ଲିଜ୍ ଟିକେ ଠାକୁରଙ୍କୁ ଡାକନ୍ତୁ, ମୋ ବୋଉର ଦେହ କେମିତି ଟିକେ ଜଲ୍ଦି ଠିକ୍ ହେଇଯାଉ। ମୋ ବୋଉର ଟିକେ ହସିଲା ମୁହଁକୁ ଦେଖିକି ପ୍ଲିଜ୍ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଗୋଟେ କହିଦେ, ଚ୍ୟାନେଲକୁ ସବସ୍କ୍ରାଇବ୍ କର।
ଏ କହିପାରୁନି ମୁଁ ଆର ମେଡିସିନ ତୋ ପାଇଁ ଭଲ ମେଡିସିନ ନେଇଯାଉଛି। ଆଉ ଇଏ ତାର ରିଲ୍ସ ଦେଖିବା ଆରମ୍ଭ କଲାଣି। ଏ ତ ଡ୍ରେସ ପତ୍ର ସବୁ ଭଙ୍ଗାଭଙ୍ଗି କରୁଛି। ଆଜି ଆମ ଘରେ ବେଶୀ କିଛି ଖାସ୍ ନାହିଁ। କିନ୍ତୁ ଆଜି ତ ଆମେ ସବୁ ଉପବାସ କରିଛୁ। ତ ଆମ ଘରେ ଆଜି ରୋଷେଇବାସ କିଛି ହବ ନାହିଁ। ତ ଆପଣ ମାନଙ୍କୁ ଆମେ କିଛି ଦେଖେଇ ପାରିବୁନି। ତ କ୍ଷମା ପ୍ରାର୍ଥନା କରୁଛି ଏବେଠାରୁ। ଆଉ ଆଗକୁ ଦେଖିବା ଭିଡିଓରେ ବ୍ଲଗରେ କଣ ହଉଛି। ତ ମାନେ ଓଷା କରିକି ମଣିଷ ପୁରା ଶୁଖିଗଲାଣି। ଆଉ ମୋ ଧନ ଦେଖିପାରୁଥିବେ ପୁରା ଶୁଖିଗଲାଣି। ପୁରା ନିର୍ଜଳା ପୁରା ଶୁଖିଗଲାଣି। ଆଉ ଏଠି ବି ଦେଖନ୍ତୁ ମୁହଁ ପୁରା ଶୁଖିଗଲାଣି ଉପାସ କରିକି। ତୁ ନିର୍ଜଳା କରିଛି ନା ପୁରା ମୁହଁ ପୁଅ ଶୁଖିଗଲାଣି। ଆଉ ଇଏ ତ ଏଠି ଆମର ଓଦା ହଉଛି। ଏଇ ଥଣ୍ଡାଟି କଣ ହଉଛି ବାଡିଆକୁ କହୁଛି। ତ ଏଇଟା ଆମ ଛାତ ଉପରର କିଛି ଦୃଶ୍ୟ ଏମିତି ଦେଖିପାରୁଥିବେ। ଆଜି ଅବିକା ଆକ୍ଚୁଆଲି ଟାଇମ ହେଲାଣି ସେ 4:30 ପାଖାପାଖି ହେଇଗଲାଣି। ଦେଖିପାରୁଥିବେ ଟିକେ ପାଗ ବି ଟିକେ ଖୋଲା ହେଇଗଲାଣି। ଆମେ ଯୋଉଠି ରହୁଛୁ ସେଠିକା ଭିଉ ଦେଖିପାରୁଥିବେ କେତେ ବଡ ବଡ ବିଲ୍ଡିଂ ଅଛି। ଆଉ କଣ କେମିତି ଲାଗୁଛି ଉପାସ କରିକି? କାହିଁ ଉପାସ କରିଛୁ? କିଛି ରିଜିନ? କି ହସ ଲାଜେଇ ଯାଉଛି ପିଲାଟା। ଲୋ ମା ଲୋ ଫୁଲ ସବୁ ଛିଡେଇକି ନେଇଯାଉଛି। ଆଣ୍ଟି ଦେଖିଲେ ଅଇକା ମାଡ ଗୋଟେ ତଳେ ପଡିବନି ତତେ। ଦେଖିପାରୁଥିବେ ମା ତାର ଏଇଠି ଗେଣ୍ଡୁ ଫୁଲ ନାଇଁ ବେଟା କୋଉ ଫୁଲ ମୁଣ୍ଡରେ ବାହାରି ପଡିଲାଣି। ମାନିବାକୁ ପଡିବ ଯୋଉମାନେ ସବୁ ନିର୍ଜଳା କରୁଛ ଭାଇ କେମିତି କରୁଛ। ମାନେ 21 ତୋପ କି ସଲାମୀ। ଆଉ ଭାଇ ଆଜିର ଦିନ କିଛି ଏମିତି ଭାବରେ କଟିଗଲା। ଶୋଇକା ଦିନ କଟିଗଲା। ଆଉ କିଛି ତ ଆଜି କାମ ନାହିଁ ଯେହେତୁ ଉପାସ ତ ଆଉ କଣ ଆଉ କରିବା। ତ ଶୋଇକା ମୋ ଦିନଟା ପୁରା କଟିକି ଗଲା। ଏବେ ବାହାରିଲୁଣି ମନ୍ଦିର ଯିବା ପାଇଁ କି ଟିକେ ବୁଲାବୁଲି କରିବା। ଆଉ ତାପରେ ଏଇ ପିଲାଟା ଯିବ ମନ୍ଦିରରେ ଦୀପ ଜାଳିକି ବସିବ। ଆମ ଚଅଟେଶ୍ଵର ମନ୍ଦିର ପାଖରେ ସିଏ ବି ଜାଳିବ। କିନ୍ତୁ ତା ପୂର୍ବରୁ ଟିକେ ମନ୍ଦିର ଟିକେ ବୁଲିଦବା। ଅଷ୍ଟଶମ୍ଭୁ ଟିକେ ଦର୍ଶନ କରିଦବା। ତାପରେ ଯାଇକି ସେଇଠୁ ବାଟରେ 8ଟା ଶିବ ମନ୍ଦିର ପଡିବନି। ଆଜି ଆମେ ଅଲରେଡି 2ଟା ଦେଖିଦେଇଛୁ। ଆଉ 6ଟା ସେ ବାଟ ସାରା ପଡିଯିବନି 6ଟା। 7ଟା କୋଉଠି ଅଷ୍ଟଶମ୍ଭୁ ତ ଦେଖନ୍ତି ତୋର 7ଟା କୋଉଠି ଥିଲା। ଯାହା ବି ହଉ ବାଟରେ ଯେତେଟା ଶିବ ମନ୍ଦିର ପଡେ ସବୁ ଦେଖିଦେଇ ପଳେଇ ଆସିବା। ତ ଟାଇମ ଆସିକି ହେଇଗଲାଣି 5:30 ପାଖାପାଖି ହେଇଗଲାଣି। ଆଉ ବୁଲାବୁଲି କରି ଠିକ 6:30 ଭିତରେ ଏମାନେ ଯାଇକି ଏଠି ଦୀପ ଜାଳିକି ବସିବେ। ତ ଚାଲନ୍ତୁ ଯିବା ମନ୍ଦିର ଦେଖିବା। ଗ୍ଲାସ୍ ଅଛି ଆଣନ୍ତୁ ସେଇଠି ଅଛି ଗ୍ଲାସ୍। ଏଇଟା ଆମର ସେକେଣ୍ଡ ଶିବ ମନ୍ଦିର। ସବୁ ଦୀପ ଲଗେଇ ବସିଛନ୍ତି।
ये भिड़ तो बहुत प्रबल भिड़। श्री श्री बाबा अखंडमणि लक्ष्मी नृसिंह मंदिर। एटा हमर थर्ड प्लेस। भी बहुत भीड़। हाँ सही प्रबल भिड़ आज। चल चल कौन कर आमर पाँचटा अलरेडी पाँचटा शिव दर्शन हो गले आउ तीनटा कर फाइनाली फाइनाल स्टेज पाखक। एटा आमर चहटा राम मंदिर ये भी अच्छा शिव आम से जा से भी देखिए। एटा आमर लोकेशन थर्ड प्लेस थर्ड प्लेस। जय श्री राम। हनुमान एठी भी लोक दीप जाड़ी हेडाला चहटार चहटेश्वर मंदिर किए ए दिन पर देखा कथा भिड़ तो प्रबल सेकंड चहटेश्वर टेम्पल। आमर दीप सेटिंग जे कौड़ी बस मम्मी कौट गले आगे जाऊँ। ଏବେ ଆମର ମହାଦୀପ ଉଠିବ। ମହାଦୀପ ବୁଲୁଛି ପରିକ୍ରମା କରୁଛି। हरी बोलो हरी बोलो हरी हरी बोलो।
यार तो मुंह से खोलना नहीं। आई होप आपण मानक वीडियो बहुत मात्रा पसंद आसथिबो। तो जदि पसंद आछि तो वीडियो को लाइक करंतु, चैनल को सब्सक्राइब करंतु, आ साइड रे थिबा बेल बटन टा को टिके जोर दबाई दियंतु। तो आपण मानक सहित देखा हबो आउ एक नुवा वीडियो रे, आई मीन नेक्स्ट ब्लॉग वीडियो आ कॉमेडी वीडियो रे। तो सेति पर्यंत मते विदाई दियंतु, रहूची जय जगन्नाथ।